ଖ୍ରୀଷ୍ଟୀୟ ପ୍ରିୟ ଭାଇ ଏବଂ ଭଉଣୀମାନେ ଭିଡ଼ିଓକୁ ଆଗକୁ ନେବା ପୂର୍ବରୁ ମୁଁ ଗୋଟେ ଆନାଉନ୍ସମେଣ୍ଟ କରିବା ପାଇଁ ଚାହେଁ। ଆମମାନଙ୍କ ମଧ୍ୟରେ ଜଣେ ଉତ୍ତମ ଶିକ୍ଷକ ଅଟନ୍ତି। ଏଇଟା ହେଉଛି ତାଙ୍କର ଚ୍ୟାନେଲ୍। ଯଦି ଆପଣ ଚାହୁଁଛନ୍ତି ନୂଆ ନୂଆ ବିଷୟ ଶିଖିବା ନିମନ୍ତେ, ଆତ୍ମିକ ଜୀବନରେ ଆଗକୁ ବଢ଼ିବା ନିମନ୍ତେ, ତେବେ ଆପଣ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଆପଣ ରଖିଥାନ୍ତୁ। ସମସ୍ତଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ମଧୁମୟ ନାମରେ ମୋର ଆନ୍ତରିକ ନମସ୍କାର। ଖ୍ରୀଷ୍ଟୀୟ ପ୍ରିୟ ଭାଇ ଭଉଣୀମାନେ, ଭିଡ଼ିଓଟି ଏକ ସତ୍ୟ ଘଟଣା ଉପରେ ଆଧାରିତ ଅଟେ। ଏହାର ପ୍ରଥମ ଭାଗ ଆପଣ ଅଲରେଡ଼ି ପୂର୍ବରୁ ଦେଖିସାରିଛନ୍ତି। ଗୋଟିଏ ଦିନ ପୂର୍ବରୁ ମୁଁ ଯେଉଁ ଭିଡ଼ିଓ ଅପଲୋଡ଼ କରିଥିଲି, ତେବେ ପ୍ରିୟ ବନ୍ଧୁଗଣ, ତାପରେ କ'ଣ ହେଲା ଆମେ ଦେଖିବା। ମନ୍ଦିର ହେଲା ଚର୍ଚ୍ଚ, ଯେଉଁ ଜାଗାରେ ଗୋଟିଏ ଦିନ ପୂଜା ଅର୍ଚ୍ଚନା ହେଉଥିଲା, ବଳିଦାନ ହେଉଥିଲା, ହୋମ ଯଜ୍ଞ ହେଉଥିଲା, ସେଇ ଜାଗାଟା ପାଲିଟି ଯାଇଥିଲା ଏକ ଚର୍ଚ୍ଚରେ। ଆଉ ଏଇ ମନ୍ଦିରଟି ଚର୍ଚ୍ଚ ହେବା ପରେ କିଛି ଲୋକ ଘୃଣା କରିବା ଆରମ୍ଭ କରିଦେଇଥିଲେ। ତେବେ ପ୍ରିୟ ବନ୍ଧୁଗଣ, ବାହାରୁ କିଛି ଶକ୍ତି ଏହି ଚର୍ଚ୍ଚକୁ ଭାଙ୍ଗିବାକୁ ଯାଉଥିଲେ। ଆଉ ଅନ୍ଧକାରର ଶକ୍ତି ପୁଣି ଥରେ ପ୍ରତ୍ୟାବର୍ତ୍ତନ କରିଥିଲା। ଆଉ 1925 ମସିହା ଭେଲୁର ଗାଁରେ ମନ୍ଦିର, ଯାହାକି ଚର୍ଚ୍ଚରେ ପରିଣତ ହୋଇଯାଇଥିଲା। ଆଉ ମନ୍ଦିରରେ ଲାଗିଥିବା ମୂର୍ତ୍ତିକୁ ମଧ୍ୟ ସେଠାକାର ଲୋକମାନେ ଧୀରେ ଧୀରେ ବାହାର କରିଦେଇଥିଲେ। ତେବେ ପ୍ରିୟ ବନ୍ଧୁଗଣ, ସେ ଚର୍ଚ୍ଚର ନାମ ଦିଆଯାଇଥିଲା ଶାନ୍ତି ପ୍ରଭୁ ସଭା। ଆଉ ସେଠାକାର ଯିଏ ପାଷ୍ଟର ଥିଲେ, ପାଳକ ଥିଲେ, ତାଙ୍କ ନାଁ ହେଉଛି ବେଞ୍ଜାମିନ୍ ବର୍ଗରାଜ। ତେବେ ପ୍ରିୟ ବନ୍ଧୁଗଣ, ମନ୍ଦିରଟି ସମ୍ପୂର୍ଣ୍ଣ ରୂପେ ଚର୍ଚ୍ଚ ହୋଇଗଲା। ଆଉ ସେଠି ଯେଉଁ ଜାଗାରେ ବେଦୀ ଥିଲା, ଯେଉଁ ଜାଗାରେ ପୂଜା କରାହେଉଥିଲା, ସେଇ ଜାଗାରେ ଥିଲା ଏକ କ୍ରସ୍ ବା କ୍ରୁଶ। କିନ୍ତୁ କ'ଣ ହେଲା, ବାହାରର କିଛି କଟ୍ଟରପନ୍ଥୀ ଲୋକମାନେ ଆଉ ସେମାନେ ପ୍ରୟାସ କଲେ ଯେ ଏଇ ଚର୍ଚ୍ଚକୁ ଆମେ କ'ଣ କରିବା, ପୁଣି ଥରେ ମନ୍ଦିର ଆମେ କରିବା। କାରଣ ଏଠାରେ ଚର୍ଚ୍ଚର କୌଣସି ସ୍ଥାନ ନାହିଁ। ପୂର୍ବରୁ ଯେପରି ପୂଜା ପର୍ବପର୍ବାଣି ଯେମିତି ହେଉଥିଲା, ପୁଣି ଥରେ ସେମିତି ହେବ। ସେଥିପାଇଁ ସେମାନେ ପ୍ରୟାସ କରିବାକୁ ଲାଗିଲେ। ତେବେ ପ୍ରିୟ ବନ୍ଧୁଗଣ, ଆଉ ସେଇ କଟ୍ଟରପନ୍ଥୀର ଲୋକମାନେ ସେ ଗ୍ରାମକୁ ଆସିଲେ। ଗ୍ରାମକୁ ଆସିକି ଗ୍ରାମବାସୀମାନଙ୍କୁ ଧମକ ଦେଲେ, ବିଶ୍ୱାସିନୀ ଭାଇ ଭଉଣୀମାନଙ୍କୁ ଧମକ ଦେଲେ, ତୁମେ କ'ଣ କର, ଏଇ ଚର୍ଚ୍ଚକୁ ତୁମେ ବନ୍ଦ କର। ଏ ଚର୍ଚ୍ଚ ପୁଣି ଥରେ ମନ୍ଦିର ହୋଇଯାଉ, ନହେଲେ ଆମେ କ'ଣ କରିବୁ, ତୁମର କ୍ଷେତଟା ଆମେ ନିଆଁ ଲଗାଇଦେବୁ। ତାପରେ ସେମାନେ ସତକୁ ସତ ସେ ଚର୍ଚ୍ଚରେ ସେମାନେ ନିଆଁ ଲଗାଇ ଦେଇଥିଲେ। ଆଉ କ'ଣ ହେଲା, ଚର୍ଚ୍ଚର ଅଧିକାଂଶ ଅଂଶ ପୋଡ଼ିକି ପୁରା ପାଉଁଶ ହୋଇଗଲା। ତା ପରବର୍ତ୍ତୀ ଘଟଣା, ତା ପରେ ଜଣେ ଝିଅ ଯାହାର ନାଁ ହେଉଛି ଶାନ୍ତି, ସେ ହଠାତ୍ ଚିଲେଇ ଉଠିଲା। ହଠାତ୍ ସେ ଚିତ୍କାର କରି ଉଠିଲା ଏବଂ କହିଲା, ଏହା ହେଉଛି ମୋର ଜାଗା, ମୁଁ ଏଇଠି ରହୁଥିଲି। ଆଉ ଏବେ ଯୀଶୁ ସେ ଜାଗାକୁ କାହିଁକି ନେଇଛି? ଏଇଟା ହେଉଛି ମୋ ଜାଗା, ମୁଁ ଏଇଠି ରାଜ କରିବି, ମୋତେ ତୁମେ ଛାଡ଼ିଦିଅ, ଏ ଜାଗା ହେଉଛି ମୋର। ତାପରେ ପାଳକ ବେଞ୍ଜାମିନ୍ ସେ ଝିଅର ମସ୍ତକ ଉପରେ ହସ୍ତ ରଖି ସେ ଝିଅ ନିମନ୍ତେ ପ୍ରାର୍ଥନା କରିଥିଲେ। ପ୍ରାର୍ଥନା କରିବା ପରେ ସେ ଝିଅଟି ସମ୍ପୂର୍ଣ୍ଣ ରୂପେ ସୁସ୍ଥ ହୋଇଯାଇଥିଲା। ତାପରେ ଯେଉଁ ଚର୍ଚ୍ଚକୁ ବିରୋଧୀମାନେ ଜଳେଇଥିଲେ, ସେ ଚର୍ଚ୍ଚରୁ ଏକ ହସ୍ତଲିପି ମିଳିଥିଲା। ଆଉ ଯେଉଁ ହସ୍ତଲିପି ସଂସ୍କୃତ ଏବଂ ତାମିଲ ଭାଷାରେ ଲେଖା ହୋଇଥିଲା। ଆଉ ସେଠାରେ ଏକ ଶ୍ଲୋକ ଲେଖାଯାଇଥିଲା। ଆଉ ଶ୍ଲୋକଟିର ଅର୍ଥ ହେଉଛି, ଯେଉଁଠାରେ ବଳିଦାନ କରାଯାଏ, ସେଠାରେ ଆତ୍ମା ବାସ କରେ। ଆଉ ସେଥିପାଇଁ ଏ ସମସ୍ତ ବିଷୟ ହେଉଅଛି, କାରଣ ତୁମେମାନେ ସମସ୍ତେ ଏକ ଅଧର୍ମ କାମ କରିଅଛ। ତୁମେମାନେ ଏକ ମନ୍ଦିରକୁ ତୁମେ ଚର୍ଚ୍ଚ କରିଦେଲ। ଆଉ ସେଥି ନିମନ୍ତେ ଆତ୍ମାମାନେ ତୁମକୁ ହଇରାଣ କରୁଛନ୍ତି। ଆଉ ଠିକ୍ ସେହି ସମୟରେ ଜଣେ ତାନ୍ତ୍ରିକ ସେ ଗାଁକୁ ଆସିଲେ, ଆଉ ଯାହାଙ୍କ ନାମ ଥିଲା ସିଦ୍ଧିରାଜ ତାନ୍ତ୍ରିକ। ଆଉ ସେ ସିଦ୍ଧିରାଜ ତାନ୍ତ୍ରିକ ସେ ଲୋକମାନଙ୍କୁ ସେ ଚେତାବନୀ ଦେଇଥିଲା, ତୁମ ଗ୍ରାମରେ ଏଇସବୁ ଅଘଟଣ ହେଉଛି, ତାର କାରଣ ହେଉଛି ତୁମେ ଏକ ମନ୍ଦିରକୁ ତୁମେ ଚର୍ଚ୍ଚ କରିଦେଲ, ସେଥିରେ ମୋତେ ଏଇ ଅଘଟଣ ହେଉଛି। ଆଉ ଏଇ ଅଘଟଣ ମଧ୍ୟ ଆଗକୁ ଜାରି ରହିବ। କିନ୍ତୁ ମୁଁ ମୋ ନିଜର ଶକ୍ତି ବଳରେ ମୁଁ କ'ଣ କରିବି, ପୁଣି ଥରେ ମୋର ଦେବାଦେବୀମାନଙ୍କୁ ମୁଁ ଆହ୍ୱାନ କରିବି,
पुणी थे पूजा पर्वपर्वाणी हेब तापर सबकि ठीक होपर गाँवर किसी लोक किसी विश्वासी से तांत्रिकर कथार पड़ी पुणी थे से मंदिर में पूजा करने को लगिले। तेरे प्रिय बंधुगण पुणी थे पूजा आरंभ है से चर्च रे ताऊपर आम देखू से मंदिर में पूर्वर जिते मंद शक्ति आक्रमण कला से घंटा आपे आपे बजुला आ लोक मैंने कौन कले ना से डरीगले डरिकी से दूरे गले आते लोक मैंने जने पर जने दूरे गले से बेंजामिन पास्टर से चर्च को जाइकी से चर्च भितर 7 दिन उपवास प्रार्थना कले। 7 दिन उपवास प्रार्थना कलापर से गोटे दर्शन देखिले। से दर्शन देखुं गोटे गुंफा अच्छी से गुंफा भितर 7टी मूर्ति अच्छी आ गोटे एक सुंदर किरण से ऊपर आसिकी स्वर्गर आसिकी से चर्च भितर पड़ा एवं एक स्वर शुणागला। से स्वरटा कौन थिला ए युद्ध मोर उठे ए युद्ध हूँ मोर ए युद्ध तोर नुहे से तू जमार भी भय कर ना बिल्कुल भी व्याकुल हो ना। ता परदिन बेंजामिन पास्टर एक सभा डकैले गाँ सारा लोक डकैले जो प्राय 60 जन उपस्थित थिले। आ बेंजामिन पास्टर लोक मान को हिम्मत देले साहस देले कहले आमे माने भय करिबा नाही आमे माने बिल्कुल मत डरिबा नाही। आउ सेई सभार मध्य एक बहुत बड़ चमत्कार होइतिला। से सभा मध्य गोटे छोट पिला थिला जे कि बिल्कुल कथा कहि पार नथिला जन्मर मुख थिला। जतबेले बेंजामिन पास्टर सेई छुआ पई प्रार्थना कले से पिलाटी बोलिबा को लागिला कथा कहबा को लागिला। ता परे परे आमे बारे देखू से तांत्रिक जनक निजर कार्य को कर सारी आ से तांत्रिक कहूला मुझे चर्च को मु बर्बाद करदेवी। तापर से निजर तंत्र विद्या आरंभ कला। से निजर तंत्र मंत्रर विषय गुड़िक किसी चर्चर कांथर से लिखा लगिला। ता परदिन लोक मैंने देखा पाइले जे से बेदी पाखरे एक काऊ मरिकी पड़ी एक मला काऊ देखा पाइले। तापर परे कौन है जो तांत्रिक सिद्धिराज से चर्च को विनष्ट करने चर्च को संपूर्ण रूपे नाश करने से कौन करिथिला से तंत्र विद्या साधन करिथिला। ता परवर्ती दिन से असुस्थ हो गला। से 3 दिन जाक आउ उठी पारला नहीं। तापर सिद्धिराज तांत्रिक को चर्च कौन कला। तबे प्रिय बंधुगण शांति नामक जो झील को मंद शक्ति लगी से पुणी थे स्वप्न देखिला। पुणी थे से देखिला जे से जेपरी आत्मा मान दूरे जाउछि आत्मा गुड़िक ता पाखु आसी पारु नाहंती। तबे बेंजामिन कौन कला समस्त डकैकी एक सामूहिक प्रार्थना करेला। गाँवर सबु लोक धीरे धीरे पुणी थे चर्च जावाक लगिले। किंतु एथर डरिकी नुहे बरং एक आस्थार सहित एक विश्वासर सहित से पुणी थे गाँ को जीवा पुणी थे से चर्च को जावाक लगिले। किंतु विपद से पर्यंत टली नथिला आहरी विपद थिला। ता परवर्ती विपद रे आमे माने देखुजु जे किपरि जने सरकारी कर्मचारी से कौन कले ना से चर्च विरुद्ध केस कले जे एई चर्च टी एक एपरी स्थान रे तैयारी होइछि जाकि सरकारंकर अनुमोदित हुए नुहे से भली जगार चर्च टी होइछि। तेणु एक बेसरकारी जगार चर्च टी होइथिबारु सरकारंकर नियम विरुद्ध चर्च होइथिबारु से चर्च को कौन करा जाऊ भांगी दिया जाऊ। जने सरकारी कर्मचारी भेलुर चर्च को भांगिବାକୁ ଆସିଲେ किंतु ताकू जना नथिला जे जो चर्च को से भांगिବାକୁ चाहूले सही चर्च रे तांकर पुनर्जन्म हबो बोली। तेबे सरकारी कर्मचारी बेंजामिन को एक सरकारी नोटिस देइथिले आ कहिथिले 7 दिन मध्य भूमि वरिष्ठ अधिकारी आसीबे आ तुमे जदि प्रमाण न दे परिबो जे एई चर्च होजी तुमर
तुम जगह उपर ये चर्च हो तुम्हें जदि प्रमाण दे पार ना तेबे यही चर्च को 3 दिन भितर भांगी दिज्व। आउ से भूमि वरिष्ठ अधिकारी जी थे ना थिला कृष्ण कुमार। आउ से जने कट्टरपंथी थे, ख्रीष्टियन विरोधी थे। आउ बहुत घृणा करते ख्रीष्टियन मानकु एवं प्रभु जीशु ख्रीष्ट को मध्य। तबे प्रिय बंधुगण तांको विषय गोटे विषय रही आसी, गोटे घटना रही आसी। से जिते 10 वर्षर बयस थे तांकर माँ कौन होते बहुत बेमार पड़ी थे। से समय कृष्ण कुमार तांकर बापा कही जे आमर देवादेवी मानक पाखरे शक्ति अच्छी, से माने मो स्त्री को सुस्थ करें, मोर कौन सी जीशुंकर आवश्यक ना। एक कथा कहवा परे परे हठात तत्क्षणात तांको स्त्रींकर मृत्यु होता, अर्थात कृष्ण कुमार माँ मरी जाइथिले। तापरे तांकर घृणा भावना ख्रीष्टियानिटी प्रति आहुरी द्रुत गति रे बढ़ी जाइथिला। तबे प्रिय बंधुगण ताको माँ मरीगले। तबे कृष्ण कुमार जितेबाला आसिले से चर्च को देखिले, सब विषय देखिले, बाइबल देखिले, क्रॉस देखिले। ये सब विषय देखिला पर से प्रश्न कले। आ से क्या प्रश्न कले? आ से बेंजामिन को प्रश्न कले। से बेंजामिन को प्रश्न कले तुम पाखे कौन प्रमाण अच्छी जे ये चर्च हूँ तुमर? से बेंजामिन एक कोर्टर एक कागज देखिले जो कि से चर्च किसी मेंबर मानकर कौन थिला दस्तखत थिला। किंतु पूर्वर से मंदिरटी किसी हिंदू नामी दामी लोक मानकर नाँ रही पूर्वर, से दाबी करि पारले नहीं जे ये चर्च हूँ मोर बोली। तेणु कृष्ण कुमार कहले 3 दिन पर ये चर्च को भंगा जीव। से एक नोटिस देकी चलीगले। आउ जितेबाला से ये सब प्लानिंग करते ता पूर्व बेंजामिन समस्त को एकत्र करिकी आउ से समस्त को बुझाई ए चर्च हटबनी, आस आम विश्वास स्थिर रहिबा। तापर से प्रार्थनार लगी रहिले। 24 घंटा लगातार आराधना हला, प्रार्थना हला, प्रभु जीशु ख्रीष्ट नाम गौरव है। तापर कृष्ण कुमार से प्रस्तुत होतांती से चर्च को किभली भाव में भंगा जीव। से प्रस्तुत है समय तांको घर एक कॉल आसिला। से कॉल रे तांको घरू तांको स्त्री कही जे झील बहुत बेमार अच्छी, तुम्हें शीघ्र आस, तांको हॉस्पिटल को नेबाक पड़े। तापर कृष्ण कुमार चिंता करथिले जे वर्तमान मो झीर स्वास्थ्य सबुठारु जरूरी अटे। मु आसिला परे चर्च भंगा कार्यक्रम को मु जारी रखिबी। से सेठु बाहरी जाइथिले, जाके हॉस्पिटल पहुँची देखिले तांको झील संपूर्ण रूप सुस्थ अच्छी। तांको झील तापर कही बापा मु एक एपरी जन व्यक्ति को देखिली जे कि धला कपड़ा पिंधि थे। आउ से मते कहले झील चिंता करनी, तू भल हो। से मते मो उपर हस्त दे मते सुस्थ कले। आउ से कहले जे तांको ना होची जीशु। तब से आ से परठार कृष्ण कुमार को मन संपूर्ण रूपे बदली जाइथिला। तबे प्रिय बंधुगण तापरे कृष्ण कुमार से चर्च गले। चर्च रे उपस्थित रहीकि से बेंजामिन को साक्षात कले। आ कहले मुझे कौन सी प्रकार चर्च भांगवाक आसी ना, मात्र केतोटी विषय मु पचारे आसी अच्छी। से पचारे कौन प्रकृत में प्रभु जीशु ख्रीष्ट पाखे शक्ति अच्छी? प्रकृत में प्रभु जीशु ख्रीष्ट कौन एवं जीवित कि? आ से समय पालक बेंजामिन कही हाँ प्रभु जीशु ख्रीष्ट आज जीवित। आ से जेकोसी असंभव कार्य को से संभव करिपारंती। तापर कृष्ण कुमार तापर किसी समय से चर्च चारिपटे बुलला परे आ से गोटे जगह बसी पड़े। बसु बसु से शोई पड़ी थे। आ शोइबा समय एक से स्वप्न देखिले। आ स्वप्न से गोटे स्वर शुणिले। से स्वरटी एपरी थिला, तो अतीत तो उपर राजत्व करिब नाही, तू जेउठी शांति पाइबु ताहा हेब तोर प्रकृत घर। तापर सकाळु सकाळु आउ सरकार नुआ एक पत्र आसिला जोटे लेखा थिला सेई चर्च को
ଭଙ୍ଗା ନ ଯାଉ, କାରଣ ତା ଏକ ଧାର୍ମିକ ଆସ୍ଥା ଅଟେ। ତାକୁ ଭଙ୍ଗା ଯିବ ନାହିଁ ଏକ ଖବର ଆସିଥିଲା। ସେ ଖବର ପାଇବା ପରେ ପ୍ରତ୍ୟେକ ବିଶ୍ୱାସୀ ବିଶ୍ୱାସିନୀ ଭାଇ ଭଉଣୀମାନେ ଖୁସିରେ ସେମାନେ କ'ଣ କରିଥିଲେ, ଭରି ଉଠିଥିଲେ। ତାଙ୍କ ହୃଦୟ ପ୍ରଫୁଲ୍ଲିତ ହୋଇଯାଇଥିଲା। ଆଉ କୃଷ୍ଣ କୁମାର ନିଜେ ମୋତେ ସାକ୍ଷ୍ୟ ଦେଲେ, କହିଲେ ଦେଖ ମୁଁ ଏଠାରେ ଚର୍ଚ୍ଚକୁ ମୁଁ ଭାଙ୍ଗିବା ପାଇଁ ଆସିଥିଲି, କିନ୍ତୁ ଏଠୁ ଆସିଲା ପରେ ମୁଁ ନିଜେ ମୋ ଯୀଶୁଙ୍କର ଜଣେ ଶିଷ୍ୟ ହୋଇଗଲି, ମୁଁ ଯୀଶୁଙ୍କର ଜଣେ ବିଶ୍ୱାସୀ ହୋଇଗଲି। ତାପରେ ସେ ଚର୍ଚ୍ଚର ନୂଆ ନାମ ଦିଆଗଲା ନୂଆ ଆଶାର ନଗର। କିନ୍ତୁ ତଥାପି ବିପଦ ଟଳି ନଥିଲା। କିଛି ରାଜନୈତିକ ଦଳର ଲୋକମାନେ ମନ୍ତ୍ରଣା କରିଥିଲେ। ସେମାନେ ମନ୍ତ୍ରଣା କରିଥିଲେ ଆମେ ଚର୍ଚ୍ଚକୁ କେବଳ ହଟାଇବା ନାହିଁ, ଆମେ କ'ଣ କରିବା, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ଏ ଗାଁରେ ଯେଉଁ ପ୍ରଚାର କାର୍ଯ୍ୟ ଚାଲିଛି ତାକୁ ମଧ୍ୟ ଆମେମାନେ ବନ୍ଦ କରିବା। ଆଉ ସେମାନେ କ'ଣ କଲେ, ଗୋଟିଏ ପରିବାରକୁ ଜିଅନ୍ତା ଜାଳିବା ନିମନ୍ତେ ଆଉ ସେମାନେ ସଂକଳ୍ପ ନେଲେ, ସେମାନେ ପ୍ଲାନ୍ କଲେ। ଆଉ ଲୋକମାନେ ସୁସ୍ଥତା ପାଇବା କିଛି କଟ୍ଟରପନ୍ଥୀମାନଙ୍କର ପସନ୍ଦ ନଥିଲା। ଆଉ ସେମାନେ କ'ଣ କଲେ, ହିନ୍ଦୁ ସଂଗଠନ DSS ତାର ଉଦ୍ଦେଶ୍ୟରେ ଏକ ବୈଠକ ବସାଇଥିଲେ। ଆଉ ସେହି ବୈଠକରେ ସେ ମିଟିଂରେ ଏକ ବହୁତ ବଡ଼ ପ୍ଲାନ୍ କରାଗଲା, ସାଜିଶ କରାଗଲା କିପରି ସେ ଚର୍ଚ୍ଚକୁ ଆମେମାନେ ବର୍ବାଦ କରିବା। ତେବେ ଚର୍ଚ୍ଚ ଆକ୍ରମଣ କରାଯିବ, ଚର୍ଚ୍ଚକୁ କିପରି ଧ୍ୱଂସ କରାଯିବ, ଆଉ ସେହି ସ୍ଥାନରେ କିପରି ପୁଣି ଥରେ ମନ୍ଦିର ନିର୍ମାଣ କରାଯିବ, ସେହି ପ୍ଲାନ୍ ହେଲା ସେହି ମିଟିଂ ଭିତରେ। ଆଉ ପ୍ଲାନ୍ ହେଲା ଏଇଟା ହେବ ଶନିବାର ରାତି 2ଟାରେ ଏ କାମ କରାହେବ। ସତୁକ ଶନିବାର ରାତି 2ଟାରେ ସେ ଚର୍ଚ୍ଚକୁ 4 ଜଣ ମୁଖା ପିନ୍ଧିଥିବା ଲୋକମାନେ ଗଲେ ସେ ଚର୍ଚ୍ଚକୁ ଜଳିବା ପାଇଁ ପୁଣି ଥରେ। କିନ୍ତୁ ସେ ଚର୍ଚ୍ଚ ଭିତରେ ଗୋଟିଏ ପରିବାର ମହଜୁଦ ଥିଲେ ପୂର୍ବରୁ। ଆଉ ତାଙ୍କ ନାଁ ଥିଲା ଜୋଏଲ, ତାଙ୍କ ସ୍ତ୍ରୀ ରୁଥ୍ ଏବଂ ତାଙ୍କର ଛୋଟ ଝିଅ ଆନା। ଆଉ ସେମାନେ ଚର୍ଚ୍ଚ ଭିତରେ ରହିକି ସାରା ରାତି ସେମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରେ ପ୍ରାର୍ଥନା କରୁଥିଲେ। ମୁଖା ପିନ୍ଧା 4 ଜଣ ଲୋକ ଚର୍ଚ୍ଚ ଭିତରେ ପଶିକି ସେମାନେ କ'ଣ କଲେ, ଆଉ ଚର୍ଚ୍ଚକୁ ସେମାନେ ବନ୍ଦ କରିଦେଲେ। ବନ୍ଦ କରିଦେବା ପରେ ସେମାନେ ନିଆଁ ଲଗାଇଦେଲେ। ଆଉ ସେମାନେ କ'ଣ କଲେ, ପଳାଇଲେ। ଆଉ ଏଇ ପରିବାରରେ ଯେଉଁ 3 ଜଣ ସଦସ୍ୟ ଥିଲେ ଏମାନେ ସେଇ ଚର୍ଚ୍ଚ ଭିତରେ ପଡ଼ିକି ରହିଲେ। ତାପରେ କ'ଣ ହେଲା, ସେମାନେ ଚିତ୍କାର କରୁଥାନ୍ତି, ଆମେ ମରିଗଲେ କିଛି ଅସୁବିଧା ନାହିଁ, କିନ୍ତୁ ଆମ ଝିଅକୁ ତୁମେ ବଞ୍ଚାଇ ଦିଅ। କିନ୍ତୁ ଯେଉଁମାନେ ନିଆଁ ଲଗାଇଲେ ସେମାନେ କୌଣସି ପ୍ରକାର ଏମାନଙ୍କ କଥା ଏମାନେ ଶୁଣି ନଥିଲେ। ଆଉ ଯେତେବେଳେ ସେମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଡାକିଲେ ସେତେବେଳେ ଛାତର ଗୋଟେ ଅଂଶ ଭାଙ୍ଗିଗଲା, ଭାଙ୍ଗିକି ସେ ଛୋଟ ଝିଅ ଉପରେ ପଡ଼ିଲା। କିନ୍ତୁ ସମ୍ପୂର୍ଣ୍ଣ ପଡ଼ିଲା ନାହିଁ, ଏମିତି ଭାବରେ ପଡ଼ିଲା ଯେପରିକି ସେ ଝିଅ ଉପରେ କୌଣସି ରୂପରେ ଅଗ୍ନି ପଡ଼ିବ ନାହିଁ, ସେ ଝିଅ ଉପରେ ସୁରକ୍ଷିତ ଭାବରେ ରହିବ। ସେ ଝିଅ ତଳେ ଥିଲା, ତା ଉପରେ ଥିଲା ଚର୍ଚ୍ଚର ଛାତର ଏକ ଭଙ୍ଗା ଅଂଶ। କିନ୍ତୁ ଆନାର ବାପା ମା ସେହି ଚର୍ଚ୍ଚ ଭିତରେ ଜଳିକି ସେମାନେ ନିଜର ପ୍ରାଣକୁ ପରିତ୍ୟାଗ କଲେ। ଯେତେବେଳେ ଦମକଳ ଗାଡ଼ି ଆସିଲା, ଯେତେବେଳେ ସେ ଚର୍ଚ୍ଚ ଭିତରେ ପ୍ରବେଶ କଲା ସେତେବେଳେ ଏଇ ଛୋଟ ଝିଅକୁ ଉଦ୍ଧାର କଲା। କିନ୍ତୁ ତା ପୂର୍ବରୁ ଜୋଏଲ ଏବଂ ରୁଥ୍ ସେମାନେ ପ୍ରାଣ ହରାଇ ସାରିଥିଲେ। ତାପରେ CCTV ଯାଞ୍ଚ କରାଗଲା। ଯାଞ୍ଚ କରାଗଲା ପରେ ସେ 4 ଜଣଙ୍କୁ ଗିରଫ କରାଗଲା। ତେବେ ପ୍ରିୟ ବନ୍ଧୁଙ୍କର ସେ ଚର୍ଚ୍ଚରେ ସବୁ ଜଳି ଯାଇଥିଲା, କିନ୍ତୁ ଗୋଟିଏ ବାଇବେଲ ଜଳି ନଥିଲା। ସେ ବାଇବେଲ ଖୋଲା ଥିଲା, ଆଉ ଯେଉଁଠି ଲେଖା ହେଇଥିଲା ଜିସାୟ ତାର 43 ପର୍ବ 2 ପଦ ଆପଣ ନିଜେ ପଢ଼ିପାରିବେ। ତେବେ ବେଞ୍ଜାମିନ୍ ଆଉ ସେ ଲୋକମାନଙ୍କୁ କହିଥିଲେ, ବିଶ୍ୱାସିନୀ ଭାଇ ଭଉଣୀମାନଙ୍କୁ କହିଥିଲେ ଯେ ଏ ଝିଅକୁ କେହି ମଧ୍ୟ ଅନାଥ କହିବ ନାହିଁ, କାରଣ ଇଏ ହେଉଛି ଆମମାନଙ୍କର ଝିଅ, ବିଶ୍ୱାସୀମାନଙ୍କର ଝିଅ। ଆମେ ପୁଣି ଥରେ ସେ ଚର୍ଚ୍ଚକୁ ଆମେ ମୂଳରୁ ଆମେ ନିର୍ମାଣ କରିବା। ସେମାନେ ଚର୍ଚ୍ଚକୁ ପୁଣି ଥରେ ନିର୍ମାଣ କଲେ। ଆଉ ଜଣେ ଇଞ୍ଜିନିୟର ମୁକ୍ତ ଭାବରେ ସହାୟତା ପ୍ରଦାନ କଲେ। ଅନ୍ୟ ଚର୍ଚ୍ଚମାନଙ୍କର ମଧ୍ୟ ଆର୍ଥିକ ସହାୟତା ଆସିଲା। ଆଉ ଠିକ୍ 15 ଦିନ ଭିତରେ ଚର୍ଚ୍ଚ ନିର୍ମାଣ କାର୍ଯ୍ୟ ପୁଣି ଥରେ ଆରମ୍ଭ ହେଲା। ଆଉ ସେତେବେଳେ ଛୋଟ ଝିଅ ବୟାନ ଦେଇଥିଲା। ଆଉ ଯେତେବେଳେ ତାଙ୍କୁ ନିଆଗଲା ସେତେବେଳେ ସେ କହିଥିଲା ଯେ ମୋତେ ଯୀଶୁ ବଞ୍ଚାଇଲେ।
ମୁଁ ସେଠାରେ ମୋ ଯୀଶୁଙ୍କୁ ମୁଁ ଦେଖିଲି, ମୋତେ ପ୍ରଭୁ ଯୀଶୁଖ୍ରୀଷ୍ଟ ମୋତେ ବଞ୍ଚାଇଲେ। ତେବେ ପ୍ରିୟ ବନ୍ଧୁଗଣ, ଯେଉଁ ବ୍ୟକ୍ତି ନିଆଁ ଲଗାଇଥିଲେ ସେ ବ୍ୟକ୍ତି ଆସିଲେ, ଆଣ୍ଠିଏ ପଡ଼ିକି କାନ୍ଦି କାନ୍ଦି କ୍ଷମା ମାଗିଲେ ଯେ ସେ ନିଆଁକୁ ମୁଁ ଲଗାଇଥିଲି ବୋଲି। ବର୍ତ୍ତମାନ ଆସୁଛି ଅନ୍ତିମ ବିପଦ, ଏକ ଶେଷ ବିପଦ ଯେଉଁଟାକି ଟଳି ନଥିଲା, ଏବେ ସୁଦ୍ଧା ବିପଦ ରହିଥିଲା। କିଛି ଧାର୍ମିକ କଟ୍ଟରପନ୍ଥୀମାନେ ଏହି ଚର୍ଚ୍ଚକୁ ଦେଶଦ୍ରୋହ ବୋଲି ବତାଇଥିଲେ। ଇଏ ବିଦେଶୀ ବିଚାରଧାରାର ଆଡ୍ଡା ଅଟେ, ୟାକୁ ସବୁଦିନ ପାଇଁ ବନ୍ଦ କରିବା ଦରକାର। ଏକ ରାଷ୍ଟ୍ରୀୟ ସ୍ତରୀୟ ଯାଞ୍ଚ ବସାଇ ଦିଆଯାଇଥିଲା। ଯେଉଁ ଚର୍ଚ୍ଚ ଜଳି ପାଉଁଶ ହୋଇଯାଇଥିଲା ତାହା ପୁଣି ଠିଆ ହୋଇ ଲୋକଙ୍କ ଚିନ୍ତାଧାରା ବଦଳାଇ ଦେଇଥିଲା। ଚର୍ଚ୍ଚ ବନ୍ଦ କରିବା କଥା ସଂସଦ ପର୍ଯ୍ୟନ୍ତ ମଧ୍ୟ ଯାଇଥିଲା। ଚର୍ଚ୍ଚ ବିରୁଦ୍ଧରେ ଏକ ବହୁତ ବଡ଼ ଧାର୍ମିକ ସଂଗଠନର ରଣନୀତି ଥିଲା। ମହେନ୍ଦ୍ର ରାଜବେନ୍ଦ୍ର ଦାସ ସେ କ୍ରୋଧରେ କହିଥିଲେ କି ଯେଉଁ ଚର୍ଚ୍ଚ କେବଳ ଗାଁରେ ସୀମିତ ଥିଲା ତାହା ବର୍ତ୍ତମାନ ଆନ୍ଦୋଳନରେ ପରିଣତ ହେଉଛି। ଯଦି ୟାକୁ ଏବେ ରୋକା ନ ଗଲା ତେବେ ଆଗାମୀ ଦିନରେ ପ୍ରତ୍ୟେକ ମନ୍ଦିର ଚର୍ଚ୍ଚ ହୋଇଯିବ। ସେ ତିନୋଟି ବିଷୟ ମାଗିଥିଲେ। ପ୍ରଥମ, ଭେଲୁର ଚର୍ଚ୍ଚ ଉପରେ ରାଷ୍ଟ୍ରୀୟ ଯାଞ୍ଚ। ନମ୍ବର 2, ଚର୍ଚ୍ଚର ସଞ୍ଚାଳନ ବନ୍ଦ କରାଯାଉ। ନମ୍ବର 3, ସେହି ଜମିକୁ ବିବାଦପୂର୍ଣ୍ଣ ଘୋଷଣା କରି ସରକାରଙ୍କ ଅଧୀନକୁ ଅଣାଯାଉ। ଆଉ ସେ ନିଜେ ଏକ ଆନ୍ଦୋଳନ ମଧ୍ୟ ଆରମ୍ଭ କରିଦେଇଥିଲେ। ସେ ଏକ ପୋଷ୍ଟର ମାରିଥିଲେ। ପୋଷ୍ଟରରେ ସେ ନିଜେ ଲେଖିଥିଲେ ଯେ ଆମକୁ ବିଦେଶୀ ଶାସନ ଦରକାର ନାହିଁ। ମିଡ଼ିଆରେ ଏହି କଥାଟି ଦ୍ରୁତ ଗତିରେ ପ୍ରସାରିତ ହୋଇଯାଇଥିଲା। ମାତ୍ର ଗୋଟିଏ ବିଷୟ ପ୍ରଚାର ହେଉଥିଲା, କ'ଣ? ଭେଲୁର ଧର୍ମ ପରିବର୍ତ୍ତନର ଆଡ୍ଡା ଅଟେ କି? ଚର୍ଚ୍ଚକୁ କ'ଣ ବିଦେଶୀ ପଇସା ମିଳୁଛି କି? ତେବେ ସେଠାକାର ଜଣେ ଆଙ୍କର ସେ ଲାଇଭ୍ ଶୋରେ ବେଞ୍ଜାମିନ୍କୁ ଡକାଇଥିଲେ ଆଉ ଡାଇରେକ୍ଟ କହିଥିଲେ ଆପଣ ଏହି ଦେଶର ସଂସ୍କୃତିକୁ ନଷ୍ଟ କରୁଛନ୍ତି। କିନ୍ତୁ ବେଞ୍ଜାମିନ୍ କହିଥିଲେ ସଂସ୍କୃତି ତାହା ନୁହେଁ ଯାହା ଭୟରେ ସ୍ଥିର ହୋଇପାରିବ। ସଂସ୍କୃତି ତାହା ଅଟେ ଯାହା ପ୍ରେମରେ ପରିଚାଳିତ ହୋଇଥାଏ। ଆମେ କାହାକୁ ଜବରଦସ୍ତ ଚର୍ଚ୍ଚକୁ ଆଣୁନାହୁଁ। ଲୋକମାନେ ନିଜେ ଆସୁଛନ୍ତି କାହିଁକି ନା ସେମାନଙ୍କୁ ଶାନ୍ତି ମିଳୁଛି। ଏହା ଇଣ୍ଟରନେଟ୍ରେ ଭାଇରାଲ ହୋଇଯାଇଥିଲା ଏ ଘଟଣା, ଏ ଇଣ୍ଟରଭ୍ୟୁ। ତାପରେ ଏହି ଘଟଣା ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ପଳାଇଥିଲା। ଆଉ କୋର୍ଟରେ ସମସ୍ତେ ପହଞ୍ଚିଥିଲେ। ଆଉ ଓକିଲ ଆନାକୁ ପଚାରିଥିଲେ ସେ ଛୋଟ ଝିଅକୁ ଆଉ କହିଥିଲେ, ବିଭିନ୍ନ ପ୍ରକାର ପ୍ରଶ୍ନ ପଚାରିଥିଲେ। ତୁମ କ'ଣ ଜବରଦସ୍ତ ଚର୍ଚ୍ଚକୁ ଡକାଯାଇଥିଲା କି? ତୁମ କ'ଣ ଏମାନେ ଜବରଦସ୍ତ ଚର୍ଚ୍ଚକୁ ଆଣିଛନ୍ତି କି? ତେବେ ଆନା କହିଥିଲେ, ନା, ମୋତେ ସେଠାରେ ପ୍ରେମ ମିଳିଥିବାରୁ ମୁଁ ନିଜ ଇଚ୍ଛାରେ ସେଠାକୁ ଯାଇଛି ଏବଂ ସେଠାରେ ମଧ୍ୟ ସାରା ଜୀବନ ରହିବା ପାଇଁ ଚାହୁଁଛି। ସବୁଆଡ଼େ ଚହଳ ପଡ଼ିଗଲା। ଜର୍ଜ କହିଲେ, ଏହି ଛୋଟ ଝିଅର ଏହି ସାକ୍ଷ୍ୟ ଯଥେଷ୍ଟ ଅଟେ। 4 ମାସ ଭିତରେ ଅଦାଲତ ଏହି ନିଷ୍ପତ୍ତି ନେଇଥିଲେ ଯେ ଭେଲୁରରେ କୌଣସି ଧର୍ମ ପରିବର୍ତ୍ତନ ହେଉନାହିଁ। ବିଦେଶ ଫଣ୍ଡର କୌଣସି ପ୍ରମାଣ ନାହିଁ। ଏବେ ଏହି ଚର୍ଚ୍ଚକୁ ରହିବାକୁ ଦିଅ ଆଉ ୟା ଉପରେ କୌଣସି ରୂପରେ ହାମଲା ବା ଆକ୍ରମଣ ନ ହେଉ। ପ୍ରିୟ ବନ୍ଧୁଗଣ, ଏହି ସତ୍ୟ ଘଟଣାଟି ଆପଣଙ୍କୁ କିପରି ଲାଗିଲା? ଯଦି ଆପଣ ପ୍ରଥମ ଭାଗ ଦେଖିନାହାନ୍ତି ତେବେ ୟା ପୂର୍ବ ଭିଡ଼ିଓ ଯାଇକି ଆପଣ ଦେଖିପାରିବେ। ମନ୍ଦିର ହୋଇଗଲା ଚର୍ଚ୍ଚ। 100 ବର୍ଷର ପୁରୁଣା ମନ୍ଦିର କିପରି ଚର୍ଚ୍ଚ ହେଲା। ଆଉ ଯଦି ଏହି ଭିଡ଼ିଓ ଆପଣଙ୍କୁ ଭଲ ଲାଗିଥାଏ ଭିଡ଼ିଓକୁ ଆପଣ ସେୟାର କରନ୍ତୁ। ଯଦି ଆମ ଚ୍ୟାନେଲକୁ ଆପଣ ପ୍ରଥମ ଥର ପାଇଁ ଆସିଛନ୍ତି ଏ ଚ୍ୟାନେଲକୁ ନିଶ୍ଚିନ୍ତ ଭାବରେ ସବସ୍କ୍ରାଇବ୍ କରନ୍ତୁ। ଆଉ ଆଜି ମୁଁ ଏଇଠାରେ ବିଦାୟ ନେଉଛି। ପୁଣି ଥରେ ଆଉ ଗୋଟିଏ ସତ୍ୟ ଘଟଣା ନେଇକି ଆସିବି ଆପଣଙ୍କ ସାମ୍ନାରେ। ଆଉ ସମସ୍ତଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ମଧୁମୟ ନାମରେ ମୋର ଆନ୍ତରିକ ନମସ୍କାର।